କାହିଁକି ଆଜି ପାରାମାନଙ୍କଠାରୁ ଭିଡ଼ିଓଟା ଆରମ୍ଭ କଲେ ଜାଣିବା ପାଇଁ ହେଲେ ଭିଡ଼ିଓଟିକୁ ଶେଷ ଯାଏଁ ଦେଖନ୍ତୁ। ହ୍ୟାଲୋ ଏଭ୍ରିୱାନ୍, ଜୟ ଜଗନ୍ନାଥ, ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଗୋଟେ ନୂଆ ମିନି ବ୍ଲଗ୍କୁ। ଆଜିର ମିନି ବ୍ଲଗ୍ଟା ଛାତ ଉପରୁ ଷ୍ଟାର୍ଟ କରିବାର କାରଣ ଏଇଆ କି ମୁଁ ସବୁଦିନ ଟିକେ ଲେଟ୍ରେ ଉଠେ, କିନ୍ତୁ ଆଜି ଟିକେ ଜଲ୍ଦି ଉଠି ଯାଇଥିଲି। ସେଥିପାଇଁ ମୋ ମମି ମୋତେ କହିଲା ଚାଲ ଯିବା ଛାତ ଉପରକୁ ପାରାମାନଙ୍କୁ ଖାଇବାକୁ ଦେବା। ତାପରେ ମୁଁ ଆଗେ ଆସିକି ଏପଟରେ ଦେଖିଲା ବେଳକୁ ବହୁତ ସାରା ପାରା ଆମ ଛାତ ଉପରୁ ଆସିସାରିଲେଣି। ମୁଁ ଭିଡ଼ିଓଟା ବି ଆରମ୍ଭ କରିଥିଲି, ତା କିଛି ସମୟ ପରେ ମମି ଆସିକି ପହଞ୍ଚିଗଲା। ସବୁଦିନ ମମି ଖୁଦ ପକାଏ, କିନ୍ତୁ ଆଜି ଖୁଦ ସରିଯାଇଥିଲା, ସେଥିପାଇଁ ମମି ଆଜି ଧାନ ପକେଇଲା। ତାପରେ ତଳକୁ ଆସି ମୁଁ ଟିକେ ଗାଧୁଆ ପାଧୁଆ କରିଦେଲି। ଗାଧୁଆ ପାଧୁଆ କଲା ପରେ ମନ୍ଦିରକୁ ପଳେଇଲି। ମନ୍ଦିରଟି ଠାକୁରଙ୍କୁ ମୁଣ୍ଡିଆ ମାରି ପଳେଇ ଆସିଲି ଘରକୁ। ତାପରେ ଗ୍ୟାସ୍ ଟାଙ୍କିଟା ଗାଡ଼ିରେ ଲୋଡ୍ କରି ପଳେଇଲି ବାଲିଚନ୍ଦ୍ରପୁର। ସାନ ମମିକୁ ଗ୍ୟାସ୍ ଟାଙ୍କି ଦେଇଦେଇକି ମୁଁ ପଳେଇଥିଲି ସେପଟେ କୋଚିଂରେ ପହଞ୍ଚିଲା ପରେ ଆଗେ ପୂଜା କରିଦେଲି। ପୂଜା କରିସାରିକି ଦେଖିଲା ବେଳକୁ ମୋ ସାଙ୍ଗ ସିପୁନ ଏପଟେ ମନ ଦୁଃଖରେ ଶୋଇଛି। ତାକୁ ପଚାରିଲି କି ତୋର କ'ଣ ହେଇଛି? ସିଏ ମୋତେ କହୁଛି ମୋ ମାଣ୍ଡୁ ମୋତେ ଛାଡ଼ିକିନା ପଳେଇଛି। କୋଚିଂରେ କ୍ଲାସ୍ ସରିଲା ପରେ ଆମେ 3 ଜଣ ପଳେଇ ଆସିଥିଲୁ ଖାଇବା ପାଇଁ ଦହିବରା ଖିଆପିଆ କରିସାରିଲା ପରେ ମୁଁ ପଳେଇ ଆସିଥିଲି ମୋ ସାନ ଭାଇ ପାଖକୁ, କାରଣ ଖାଲି ଟାଙ୍କିଟା ଯେଉଁଟା ଥିଲା ତାକୁ ପୁଣି ଘରକୁ ଆଣିବାର ଥିଲା। ସେଥିପାଇଁ ମୁଁ ଖାଲି ଟାଙ୍କିଟା ନେଇକିନା ପଳେଇ ଆସିଲି ଘରକୁ। ଭିଡ଼ିଓ ଭଲ ଲାଗିଲା ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲେନି। ରହିଲି, ଜୟ ଶ୍ରୀ ଜଗନ୍ନାଥ।